ଦେଖନ୍ତୁ ଟିକେ ଧାନ ରଖି ଦେଖନ୍ତୁ ଧାନ ରଖିକି ଆଉ କୌଣସି ଧ୍ୟାନ ଧ୍ୟାନ କୌଣସି କଣ ବେଡିଂ ପତ୍ର ବାହାରିଲାଣି ରାତିରେ ପଶୁ ନାହିଁ ହଁ ନା ନା ତୁମେ କଣ ପାଇଁ ଆସିଛ ମୁଁ ଆସିଛି ଆଗରୁ ଭଲ ଥିଲି ଏବେ କେମିତି କାଲି ଟିକେ ସେଇ କଥା କୁହନ୍ତୁ ମାନେ ଏଇ ସମୟରେ ବିଶ୍ୱର ମାନୁଷୀ ଆରେ ଶୁଣି ଖରା ଭଦ୍ର ମୁନି ଏମିତି ଅବସ୍ଥାରେ କି ତାରି ସ୍ୱାମୀ କାହାକୁ ବାଡେ ନେଲୁ କିଏ ବୁଢାଟା ନିଷ୍ଠୁର
ନା ଏଇଟା ଗୋଟେ ମା ନା କଣ କି ରେ? ଏଟା ଆଣି କ- ନା କଣ ନା କହିଲୁ? କଣ କହୁଛ ପିଲା କୋଉଦିନ ମରିବ ବୋଲି ହେ, ମୁଁ ସେଇ କଥା କହିଲା ନା ଆଉ ନା ଥରେ ନା କହିଲୁ। ତୁମେ ଯାହା କହିଥିଲ ଆଉ ଥରେ କହିଲ ମୁଁ କହିଲି ହଁ। ମୋ ପିଲା କୋଉଦିନ ଖେଳିବ ହଁ। ମୋ ପିଲା କୋଉଦିନ ବଢିବ ହଁ। ମୋ ପିଲା କୋଉଦିନ ମୋ ସେଇଠି କହିଛ ନା କହିନ ମୋ ପାଖରୁ ଖସି ଦିବସ ଏତେ ମୁଁ କହୁଛି ହଁ। ମୋ ପିଲା କୋଉଦିନ ବଢିବ ହଁ। ମୁଁ ତ ଆଶା ମା ମୁଁ କଣ ତା ଜନ୍ମ କରା ମା ଆଜ୍ଞା ଯେତେବେଳେ ନିକ ସାଗର ଘର ପୁଅଟିଏ ଜନ୍ମ ହୋଇଛି ମା ମାନେ ଲକ୍ଷ୍ୟ ଦିଅନ୍ତୁ ଆଜି ବିସର୍ବାର ସେ ଗଲେ କଣ ପୁତ୍ରଟି ଜନ୍ମ ହେବାର 5 ଦିନ ତାଙ୍କର ପୌରସ୍ଥ ନାମକ କୁଳ ପୁରୋହିତ ମାନଙ୍କୁ ଡାକି ଆଜ୍ଞା ପୁତ୍ରଟି କୃଷ୍ଟି ଗଣନା କରୁଛନ୍ତି ହେ ବିସର୍ବାରସି ଆହା, ଆପଣଙ୍କର ଯୋଉ ପୁତ୍ରଟି ଜନ୍ମ ହୋଇଛି ତାର ଟିକେ ଗୋଷ୍ଠୀ ଶୁଣନ୍ତୁ ଆଚ୍ଛା ଆପଣଙ୍କର ଯୋଉ ପୁଅଟି ପୁତ୍ର ରାବଣ ଏବଂ କୁମ୍ଭକର୍ଣ୍ଣ ତାଠାରୁ ପିଲାଟି ହୋଇଛି ଭୀଷଣ ତେଣୁ ଆଜିଠୁ ଏ ପୁତ୍ରଟିର ନାମକରଣ ଦିଆଗଲା ବିଭୀଷଣ ବୋଲି ଭୀଷଣ ଏ ମୁଖରେ ରାରା ଶବ୍ଦ କରୁନାହିଁ ଯେ ହଁ। ଖାଲି ରାମ ନାମ ଉଚ୍ଚାରଣ କରୁଛି ଏ ତେଣୁ ପୁତ୍ରଟିର ନାମ ଦିଆଗଲା ବିଭୀଷଣ ବୋଲି ଆଜ୍ଞା ଲକ୍ଷ୍ୟ କରି ଆମର ବିଦ୍ୱାନ ମଣ୍ଡଳୀ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏ 4 ଭାଇ ଯାକ ଆଜ୍ଞା ଚୋରୁରୁ ଜନ୍ମ ଚୋରୁରୁ ଆଜ୍ଞା ଜନ୍ମ ଆଜ୍ଞା ରାବଣ ଯୋଉ ଛଦ୍ମବେଶ ଧରି ରାଜା ଦଶରଥଙ୍କ ଠାରୁ ଆଜ୍ଞା ବ୍ରହ୍ମଚର୍ଯ୍ୟ ରାମ ଆଣିଥିଲେ ସେଇ ବ୍ରହ୍ମରୁ ଆଜ୍ଞା ବିଭୀଷଣ ଜନ୍ମ ଆଜ୍ଞା ଅରିଜିନାଲ ଦଶରଥଙ୍କର ପୁଅ ହେଲେ ବିଭୀଷଣ ବିଭୀଷଣ। ଇଏ 4 ଭାଇ ଯାକ ହେଲେ ଆଜ୍ଞା ଚୋରୁରୁ ଜନ୍ମ ତେଣୁ ରାଜା ଦଶରଥଙ୍କର ହେଲେ 5ଟି ପୁତ୍ର ଏ ତେଣୁ ରାଜା ଦଶରଥଙ୍କର ହେଲା ଆଜ୍ଞା 5ଟି ପୁତ୍ର ଆଚ୍ଛା। ପିଲା ସବୁ ଆସ ଆମର ପଡିବ ହଁ ସୋଲା ବଲ